ଭୁବନେଶ୍ୱରର ସବୁଠୁ ବଡ଼ ବେସରକାରୀ ହସ୍ପିଟାଲରେ ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା। ଡାକ୍ତର ସୁରଜ ଇଣ୍ଟରଭ୍ୟୁ ପାଇଁ ଫର୍ମ ପକେଇଲେ। ଭୁବନେଶ୍ୱରର ଜଣେ ଭଲ ସର୍ଜନ ଭାବରେ ସୁରଜଙ୍କର 5 ବର୍ଷର ଅଭିଜ୍ଞତା ଥିଲା। 7 ଦିନ ପରେ ଥିଲା ଇଣ୍ଟରଭ୍ୟୁ। ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲେ, କାରଣ ଏତେ ବଡ଼ ଡାକ୍ତରଖାନା ଆଉ ଦରମା ବି ଢେର ଅଧିକ ଥିଲା। ଆଜି ଥିଲା ଇଣ୍ଟରଭ୍ୟୁ। କୋଟ ଟାଏ ତା ସହିତ ମାର୍ଜିତ ପୋଷାକ ପିନ୍ଧି ସେ ଡାକ୍ତରଖାନାରେ ଠିକ୍ ସମୟରେ ପହଞ୍ଚିଗଲେ। ଦେଖିବା ବେଳକୁ 50ରୁ ଉର୍ଦ୍ଧ୍ୱ ଡାକ୍ତର ଇଣ୍ଟରଭ୍ୟୁ ପାଇଁ ଆସିଥିଲେ। ସେଠାରେ 3 ରାଉଣ୍ଡର ଇଣ୍ଟରଭ୍ୟୁ ଥିଲା। 1 ଘଣ୍ଟା ବସି ରହିବା ପରେ ପ୍ରଥମ ରାଉଣ୍ଡ ଇଣ୍ଟରଭ୍ୟୁ ପାଇଁ ଡକାଗଲା। ଇଣ୍ଟରଭ୍ୟୁ ରୁମ୍ରେ ବସିଥିବା 4 ଜଣ ସୁରଜକୁ ଏପଟ ସେପଟ କରି ଗୁଡ଼ାଏ ପ୍ରଶ୍ନ ପଚାରିଲେ। ସୁରଜ ସେମାନଙ୍କର ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପ୍ରଥମ ରାଉଣ୍ଡ ପାସ୍ କରିଗଲେ। ଅଧଘଣ୍ଟା ବସିବା ପରେ ଦ୍ୱିତୀୟ ସାକ୍ଷାତକାରକୁ ଡକାଗଲା। ସେଠାରେ ବି ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଗଲେ। ଏବେ ଥିଲା ତୃତୀୟ ଓ ଶେଷ ସାକ୍ଷାତକାର। ଏହି ସାକ୍ଷାତକାରରେ ପାସ୍ କରି ଯାଇଥିଲେ ସେ ସବୁଠୁ ବଡ଼ ଡାକ୍ତରଖାନାରେ ନିଯୁକ୍ତି ପାଇଯାଇଥାନ୍ତେ। ତେଣୁ ସେ ରୁମ୍ ବାହାରେ ବସି ଅପେକ୍ଷା କରିଥିଲେ ଭିତରୁ ଡକରା ଆସିବା ପାଇଁ। 1 ଘଣ୍ଟା ପରେ ପିଅନ ଆସି ସୁରଜକୁ ଡାକିନେଲେ। ନିଜ ପୋଷାକକୁ ଟିକେ ସଜାଡ଼ି ଦେଇ ସେ ପିଅନ ପଛେ ପଛେ ଚାଲିଲେ। ପିଅନ ଜଣକ ରୁମ୍ର କବାଟ ଖୋଲିଦେଲେ। ଭିତରକୁ ପଶିବା ପରେ ଯେତେବେଳେ ସାମ୍ନାରେ ବସିଥିବା ଲୋକକୁ ଦେଖିଛନ୍ତି ଚମକି ପଡ଼ିଲେ। ଗୁଡ୍ ଆଫ୍ଟରନୁନ୍ ଏହା କହୁ କହୁ ଅଧାରେ ଅଟକିଗଲେ। ମୁହଁର ଭାବରେ ପରିବର୍ତ୍ତନ ହୋଇଗଲା। ସାଙ୍ଗେ ସାଙ୍ଗେ କ'ଣ କରିବେ କିଛି ସ୍ଥିର କରିପାରିଲେନି। ଯେମିତି ହସ ଖୁସି ଚେହେରା ନେଇ ଭିତରକୁ ପଶିଥିଲେ ସେମିତି ଚିନ୍ତାଜନକ ଭାବ ନେଇ ସେଇଠାରୁ ପଳେଇ ଆସିଲେ। ଭିତରୁ ଯେତେ ବି ଡକରା ଆସିଲା ଆଉ ଶୁଣିଲେନି। ଏକମୁହାଁ ହୋଇ ଗାଡ଼ିରେ ବସିବା ପରେ ସେ ସିଧା ଘରକୁ ପଳେଇ ଆସିଲେ। ହେଲେ କ'ଣ ପାଇଁ? ଶେଷ ରାଉଣ୍ଡରେ ପାସ୍ କରିଥିଲେ ସୁରଜ ସବୁଠୁ ବଡ଼ ଡାକ୍ତରଖାନାରେ ଡାକ୍ତରର ନିଯୁକ୍ତି ପାଇଯାଇଥାନ୍ତେ। କିନ୍ତୁ କ'ଣ ପାଇଁ ସେ ରୁମ୍ରୁ ଅଚାନକ ପଳେଇ ଆସିଲେ? ଆଉ ସେ ଲୋକ ଜଣକ କିଏ ଯାହାକୁ ଦେଖି ସୁରଜ ଚମକି ପଡ଼ିଲେ? ସତ ଘଟଣା ଜାଣିବା ପାଇଁ ପୁରା ଭିଡିଓ ଦେଖନ୍ତୁ। ଘରକୁ ଫେରିବା ପରେ କୋଟଟାଏ କାଢ଼ି ଦେଇ ଚେୟାର ଉପରେ ବସି ପଡ଼ିଲେ। ତାଙ୍କ ଚେହେରାରେ ଚିନ୍ତା ଏବେ ବି ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଥିଲା। ସେ ଭାବୁଥିଲେ ଏହା କେମିତି ସମ୍ଭବ? ଏବେ ମୁଁ କ'ଣ କରିବି? ତାଙ୍କର ସବୁ ପୂର୍ବ କଥା ମନେ ପଡ଼ିଯାଉଥିଲା। କାହିଁକି ସେ ସବୁ କଥା ନିଜ ହାତରେ ନଷ୍ଟ କରିଦେଇଥିଲେ? ଏମିତି ଅନେକ କଥା ଭାବୁ ଭାବୁ କେତେବେଳେ ନିଦ ଆସିଯାଇଥିଲା। ସେଦିନ ବିତିଯିବା ପରେ ପରଦିନ ତାଙ୍କ ପାଖକୁ ସେହି ଡାକ୍ତରଖାନାରୁ ଫୋନ୍ ଆସିଲା। କ'ଣ କରିବେ ନ କରିବେ କିଛି ଭାବି ପାରିଲେନି। ରିଙ୍ଗ ହୋଇ ହୋଇ ଫୋନ୍ କଟିଗଲା। ଅଳ୍ପ ସମୟରେ ପୁଣି ଥରେ ଫୋନ୍ ଆସିଲା। ବହୁତ ଭାବିବା ପରେ ଫୋନ୍ ଉଠେଇଲେ। ସେପଟୁ ଶୁଭିଲା, ଡକ୍ଟର ସୁରଜ, କାଲି ଆପଣଙ୍କର ଇଣ୍ଟରଭ୍ୟୁ ଅଧାରେ ରହିଯାଇଥିଲା। ଆଜି ଆସନ୍ତୁ। ଆପଣଙ୍କୁ ଆମ MD ନିଜେ ନିମନ୍ତ୍ରଣ କରିଛନ୍ତି। ଫୋନ୍ କାଟିବା ପରେ ସେ କ'ଣ କରିବେ କିଛି ସ୍ଥିର କରିପାରିଲେନି। ଅଳ୍ପ ସମୟ ଭାବିବା ପରେ ଯିବା ପାଇଁ ବାହାରିଲେ। କିଛି ସମୟ ଭିତରେ ସେ ହସ୍ପିଟାଲରେ ପହଞ୍ଚିଗଲେ। ପିଅନ ଆସି MDଙ୍କ ଚାମ୍ବରକୁ ଡାକି ନେଇଗଲେ। MD ହେଉଛନ୍ତି ସେ ଡାକ୍ତରଖାନାର ମାଲିକାଣୀ। ଭିତରକୁ ଯିବା ପରେ ନିଜେ MD ଚେୟାର ଦେଲେ ବସିବାକୁ। ଯେଉଁ MDଙ୍କୁ ଦେଖି ଗତକାଲି ସେ ଚମକି ପଡ଼ିଥିଲେ ଆଜି ତାଙ୍କ ସାମ୍ନାରେ ବସି ନିଜକୁ ଅସହଜ ମନେ କରୁଥିଲେ ସୁରଜ। ହଡ଼ବଡ଼େଇ ନିଜେ ନିଜ କଥା କହିବାକୁ ଆରମ୍ଭ କଲେ। ଆପଣଙ୍କ ଡାକ୍ତରଖାନାର ବିଜ୍ଞାପନ ଦେଖିଥିଲି ତ, ତେଣୁ ଭାବିଥିଲି ଚେଷ୍ଟା କରିବା ପାଇଁ। ଏମିତିରେ ବି ମୁଁ ଅନ୍ୟ ଏକ ହସ୍ପିଟାଲରେ କାମ କରୁଛି। ସେଠୁ MD କହିଲେ କି ଆମକୁ ବି ଜଣେ ଭଲ ସର୍ଜନଙ୍କର ଆବଶ୍ୟକତା ରହିଛି। ଆଉ ଆପଣ ତ ଜଣେ ସର୍ଜନ ଆଉ ଅନକୋଲୋଜିଷ୍ଟ। ଆପଣଙ୍କ ପରି ପ୍ରତିଭା ସମ୍ପନ୍ନ ଡାକ୍ତର ଆମ ହସ୍ପିଟାଲ ପାଇଁ ନିହାତି ଆବଶ୍ୟକ। ତେଣୁ ପ୍ଲିଜ୍ ଜଏନ୍ କରିନିଅନ୍ତୁ। ପ୍ରକୃତରେ ଡାକ୍ତର ସୁରଜ ସେ ସମୟରେ ବେରୋଜଗାର ଥିଲେ। ସେ ମିଛ କହିଥିଲେ କି ସେ କୌଣସି ଡାକ୍ତରଖାନାରେ କାମ କରୁଛନ୍ତି ବୋଲି। ତାଙ୍କର ଗୁଣ ପାଇଁ କୌଣସି ଡାକ୍ତରଖାନାରେ ସେ ଅଧିକ ସମୟ ଯାଏଁ ତିଷ୍ଠି ପାରୁନଥିଲେ। ସେ ଜଣେ ସିଦ୍ଧାନ୍ତବାଦୀ ଓ ଗରିବଙ୍କୁ ଦୟା କରିବା ପରି ମଣିଷ ଥିଲେ। ତେଣୁ ଡାକ୍ତରଖାନାରେ କୌଣସି ଗରିବଙ୍କୁ ଦେଖିଲେ ସେ ବିନା ମୂଲ୍ୟରେ ଚିକିତ୍ସା କରୁଥିଲେ। ଆଉ ଏହି ଗୁଣ ପାଇଁ
ସେ କୌଣସି ଡାକ୍ତରଖାନାରେ ଅଧିକ ସମୟ ରହିପାରୁନଥିଲେ। ସବୁଠୁ ବଡ଼ ଡାକ୍ତରଖାନାର MD ଯେତେବେଳେ ପୁଣି ଥରେ ଜଏନ୍ କରିବାକୁ ଅନୁରୋଧ କଲେ, ସୁରଜ ଉଠି ଛିଡ଼ା ହୋଇଗଲେ। ଆଉ ସନ୍ଧ୍ୟା ଭିତରେ କହିବି କହି ସେଇଠାରୁ ପଳେଇ ଆସିଲେ। ପଛରୁ MD କହୁଥିଲେ କି ଚା ତ ପିଇକି ଯାଆନ୍ତୁ। ସୁରଜ କହିଲେ ସରି, ମୁଁ ଚା ପିଏନି କହି ସେଠାରୁ ପଳେଇ ଆସିଲେ। ସକାଳ ଯାଇ ସନ୍ଧ୍ୟା ହେଲା। MD ସୁରଜଙ୍କ ଉତ୍ତରର ଅପେକ୍ଷାରେ ଥିଲେ। ହେଲେ ଉତ୍ତର ନ ଆସିବାରୁ ନିଜେ MD ତାଙ୍କୁ ଫୋନ୍ କଲେ। ଆଉ କହିଲେ କି ଆପଣ କିଛି କହିଲେନି, ମୁଁ ଅପେକ୍ଷାରେ ଥିଲି। ସେଠୁ ସୁରଜ କହିଲେ କି ସରି, ମୁଁ ଆପଣଙ୍କ ହସ୍ପିଟାଲରେ କାମ କରିପାରିବିନି। MD କହିଲେ କି ପ୍ଲିଜ୍ ଏମିତି କୁହନ୍ତୁନି। ଆପଣ ଯାହା ଚାହିଁବେ ସବୁ ଆପଣଙ୍କ ଅନୁସାରେ ହେବ। ଆପଣ ଯେଉଁ ଗରିବର ଚିକିତ୍ସା ମାଗଣାରେ କରିବାକୁ ଚାହିଁବେ କରିପାରିବେ। ପ୍ଲିଜ୍ ମାନି ଯାଆନ୍ତୁ। ସୁରଜ କହିଲେ କି ଠିକ୍ ଅଛି, ଭଲରେ ଚିନ୍ତା କରିକି ଦେଖନ୍ତୁ। ମୋ ପାଇଁ ବହୁତ କ୍ଷତି ସହିବାକୁ ପଡ଼ିପାରେ। ସେଠୁ MD କହିଲେ କି ମୁଁ ରାଜି ଅଛି। ଆପଣ କାଲି ସକାଳୁ ଆସି ଜଏନ୍ କରନ୍ତୁ। ସୁରଜ ହଁ କରି ଫୋନ୍ କାଟିଦେଲେ। ସୁରଜ ରାଜି ହୋଇଯିବାକୁ MD ମ୍ୟାଡାମ ଦୀର୍ଘଶ୍ୱାସ ଛାଡ଼ିଲେ। ଆଉ ମନରେ ଏକ ଖୁସି ଭରିଗଲା। ସେ ବି ପଛ କଥା ସବୁ ଭାବିବାକୁ ଲାଗିଲେ। ଏତେ ବାଟ ଆପଣ ଏ ଷ୍ଟୋରିକୁ ଦେଖିବା ପରେ ନିଶ୍ଚୟ ମନରେ ଆସୁଥିବ କି କାହିଁକି ସୁରଜକୁ ଏତେ ପ୍ରାଧାନ୍ୟ ଦିଆଗଲା। ଇଣ୍ଟରଭ୍ୟୁ ଦିନ ଯେଉଁ MDଙ୍କୁ ଦେଖି ଚମକି ପଡ଼ି ସେ ହସ୍ପିଟାଲ ଛାଡ଼ି ଦେଇଥିଲେ, ଆଜି ସେହି MD ନିଜେ ସୁରଜକୁ ଚାକିରି ଦେବା ପାଇଁ କାହିଁକି ଏତେ ବ୍ୟଗ୍ର ଥିଲେ। ଆଗକୁ ଦେଖନ୍ତୁ, ଆହୁରି ମଜା ଆସିବ। ସହରର ସବୁଠୁ ବଡ଼ ଡାକ୍ତରଖାନାର MD ତଥା ମାଲିକାଣୀ ଥିଲେ ସଙ୍ଗୀତା। ଆଉ ସଙ୍ଗୀତା ଥିଲେ ଡାକ୍ତର ସୁରଜଙ୍କର ପୂର୍ବ ପତ୍ନୀ। ତେବେ 2 ବର୍ଷ ଆଗରୁ କାହିଁକି ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଯାଇଥିଲା, ଜାଣିଲେ ଆପଣଙ୍କର ବି କୌତୂହଳ ବଢ଼ିଯିବ। ସୁରଜ ଜଣେ ଧର୍ମାତ୍ମା ପରି ମଣିଷ ଥିଲେ। ଗରିବଙ୍କ ଉପରେ ସବୁ ଟଙ୍କା ଖର୍ଚ୍ଚ କରିଦେଉଥିଲେ। ଭିକାରୀଙ୍କୁ ଘରକୁ ନେଇ ଆସୁଥିଲେ। ନୂଆ ନୂଆ ପୋଷାକ, ଭଲ ଭଲ ଖାଇବା ଦେଇକି ପୁଣି ପଠାଇ ଦେଉଥିଲେ। ଏତିକି ନୁହେଁ, ଗଳିର କୁକୁରମାନେ ବି ସୁରଜଙ୍କର ସାଙ୍ଗ ଥିଲେ। ସବୁ କୁକୁରଙ୍କୁ ସେ ଖାଇବାକୁ ଦେଉଥିଲେ। ଏଥିପାଇଁ ସେ ଡ୍ୟୁଟିରୁ ଫେରିବା ପରେ ତାଙ୍କ ଘର ଆଗରେ ସବୁ କୁକୁର ଏକାଠି ହୋଇଯାଉଥିଲେ। ସୁରଜ ତ କେଉଁ ମାସରେ ତାଙ୍କର ପୁରା ଦରମା ଗରିବଙ୍କ ପାଇଁ ଖର୍ଚ୍ଚ କରିଦେଉଥିଲେ। ଆଉ ସଙ୍ଗୀତାଙ୍କର ଏସବୁ ପସନ୍ଦ ନଥିଲା। ସେ ସବୁବେଳେ ନିଜ ଏକ ଭଲ ପରିବାର ଦେଖିବାକୁ ଚାହୁଁଥିଲେ। ସ୍ୱାମୀଙ୍କୁ ସହରର ସବୁଠୁ ବଡ଼ ନାମୀ ଦାମୀ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିଲେ। ତାଙ୍କୁ ବଡ଼ଲୋକୀ ହେବାର ପସନ୍ଦ ଥିଲା। ତେଣୁ ସେ ସୁରଜଙ୍କ ଏପରି କାମକୁ ନେଇ ଚିଡ଼ି ଯାଉଥିଲେ। ଏଥିପାଇଁ ଉଭୟଙ୍କ ଭିତରେ କଳି ଝଗଡ଼ା ବଢ଼ିବାକୁ ଲାଗିଲା। ଆଉ ବିବାହର 2 ବର୍ଷ ପରେ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଗଲା। ଛାଡ଼ପତ୍ର ନେଇ ସଙ୍ଗୀତା ବାପ ଘରକୁ ପଳେଇଲେ। ବାପା ବି ସହରର ନାମୀ ଦାମୀ ବ୍ୟକ୍ତି ଥିଲେ। ବଡ଼ ବଡ଼ ବ୍ୟବସାୟ ଭିତରୁ ହସ୍ପିଟାଲ ଗୋଟିଏ ଥିଲା। ବାପା ସେ ହସ୍ପିଟାଲର ଦାୟିତ୍ୱ ଠିକ୍ସେ ନେଇପାରୁନଥିଲେ। ଆଉ ବାପା ବି ବୟସାଧିକ୍ୟ କାରଣରୁ ଶଯ୍ୟାଶାୟୀ ହେବାକୁ ଲାଗିଲେ। ଏମିତି 3 ବର୍ଷ ପରେ ବାପା ବି ଚାଲିଗଲେ। ତାଙ୍କ ବାପାଙ୍କର ଏକମାତ୍ର ସନ୍ତାନ ଥିଲେ ସଙ୍ଗୀତା। ବାପାଙ୍କ ମୃତ୍ୟୁ ପରେ ଏବେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇସାରିଥିଲେ। ଆଉ ସବୁ ବ୍ୟବସାୟର ଦାୟିତ୍ୱ ସଙ୍ଗୀତାଙ୍କ ଉପରେ ପଡ଼ିଲା। ହେଲେ ସେ ଏକୁଟିଆ କାରଣରୁ ଅନ୍ୟ ବ୍ୟବସାୟକୁ ବନ୍ଦ କରି କେବଳ ହସ୍ପିଟାଲ ଚଳାଇବାକୁ ନିଷ୍ପତ୍ତି ନେଲେ। ଆଉ ସବୁ ବ୍ୟବସାୟ ବିକ୍ରିରୁ ବାହାରିଥିବା କୋଟି କୋଟି ଟଙ୍କାକୁ ସେ ହସ୍ପିଟାଲରେ ଲଗେଇଦେଲେ। ଗୋଟିଏ ବର୍ଷ ଭିତରେ ସେ ହସ୍ପିଟାଲ ଭୁବନେଶ୍ୱରର 1 ନମ୍ବର ହସ୍ପିଟାଲ ପାଲଟିଗଲା। ଏବେ ସଙ୍ଗୀତାଙ୍କର ସ୍ୱପ୍ନ ବି ପୂରଣ ହୋଇସାରିଥିଲା। ଆଉ ପାଖରେ ଟଙ୍କାର ଅଭାବ ବି ନଥିଲା। କିନ୍ତୁ ଜୀବନରେ ଶାନ୍ତି ନଥିଲା। ପୁରା ଏକୁଟିଆ ହୋଇସାରିଥିଲେ ସେ। ଯେତେବେଳେ ସେ ଜୀବନରେ ସବୁ କିଛି ହାସଲ କରିସାରିଥିଲେ, ମନ ତାଙ୍କର ଛଟପଟ ହେଉଥିଲା। ଧୀରେ ଧୀରେ ତାଙ୍କର ସୁରଜ କଥା ମନେ ପଡ଼ୁଥିଲା। ଆଉ ଠିକ୍ ସେହି ସମୟରେ ସେଦିନ ଇଣ୍ଟରଭ୍ୟୁରେ ସୁରଜଙ୍କ ସହିତ ଦେଖା ହୋଇଯାଇଥିଲା। ତାଙ୍କୁ ଦେଖି ସେ ପୁଣି ଥରେ ସୁରଜକୁ ପାଇବାର ସ୍ୱପ୍ନ ଦେଖୁଥିଲେ। ଶେଷରେ ଯେତେବେଳେ ସୁରଜ ତାଙ୍କ ଡାକ୍ତରଖାନା ଜଏନ୍ କରିବା ପାଇଁ ରାଜି ହୋଇଗଲେ, ସଙ୍ଗୀତା ବି ଖୁସି ହୋଇଯାଇଥିଲେ। ପରଦିନ ସକାଳୁ ସଙ୍ଗୀତା ସୁରଜଙ୍କ ପସନ୍ଦର ଶାଢ଼ୀ ପିନ୍ଧି ହସ୍ପିଟାଲ ପହଞ୍ଚିଗଲେ।
ଆଉ ନିଜ କାମରେ ଲାଗିଗଲେ। ସୁରଜ ବି ଠିକ୍ ସମୟରେ ପହଞ୍ଚିଗଲେ। ହେଲେ ସେ ସଙ୍ଗୀତାଙ୍କ ଆଡ଼କୁ ବେଶୀ ଦେଖିଲେନି। ଏମିତି ସମୟ ବିତିବାରେ ଲାଗିଲା। କିନ୍ତୁ ସଙ୍ଗୀତା ନିଜ ମନର କଥା କହିପାରୁନଥିଲେ। କାରଣ ନିଜ କାମ ସରିଲେ ଡାକ୍ତରଖାନାରେ ଆଉ ଗୋଟିଏ ମୁହୂର୍ତ୍ତ ବି ରହୁନଥିଲେ ସୁରଜ। ଆଉ ନିଜକୁ ସବୁବେଳେ ଡ୍ୟୁଟିରେ ବ୍ୟସ୍ତ ରଖୁଥିଲେ। ଗୋଟିଏ ଜାଗାରେ ଥାଇ ବି ସୁରଜକୁ ପାଖରେ ପାଇପାରୁନଥିଲେ ସଙ୍ଗୀତା। ଦିନେ ସଙ୍ଗୀତା ସୁରଜକୁ ଖାଇବା ପାଇଁ ନିଜ ଘରକୁ ନିମନ୍ତ୍ରଣ କଲେ। ସେଦିନ ସେ ନିଜେ କାର୍ ଚଲେଇ ସୁରଜକୁ ନେଇ ତାଙ୍କ ଘରକୁ ଗଲେ। ଯେମିତି ସଙ୍ଗୀତାଙ୍କ ଗାଡ଼ି ଶବ୍ଦ ଶୁଣିଛନ୍ତି, ତାଙ୍କ ଘର ପାଖରେ ବହୁତ ସାରା କୁକୁର ଓ ଗାଈ ଜମା ହୋଇଗଲେ। ଆଉ ଗାଡ଼ିରୁ ବାହାରି ସଙ୍ଗୀତା ବି ସେମାନଙ୍କୁ ନିଜ ହାତରେ ଖାଇବା ଦେଲେ। ଗାଡ଼ି ଭିତରେ ଥାଇ ଏସବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ସୁରଜ। ଆଜି ତାଙ୍କୁ ସଙ୍ଗୀତା ବହୁତ ଅଧିକ ସୁନ୍ଦର ଲାଗୁଥିଲେ। ସୁରଜ ଭାବ ବିହଳିତ ହୋଇ ପଡ଼ିଲେ। ଗାଈ ଓ କୁକୁର ଆସି ସଙ୍ଗୀତାଙ୍କ ଦେହରେ ଘଷି ହେଉଥିଲେ ଆଉ ସଙ୍ଗୀତାଙ୍କ ଦେହକୁ ଚାଟି ପକାଉଥିଲେ। ଆଗରୁ ଏ ପ୍ରାଣୀଙ୍କୁ ଘୃଣା କରୁଥିବା ସଙ୍ଗୀତା ଆଜି ପ୍ୟାର ସେ ଆଉଁସି ଦେଉଥିଲେ। ଏହାପରେ ସଙ୍ଗୀତା ସୁରଜକୁ ନେଇ ଘରକୁ ଗଲେ। ସୁରଜ ପଚାରିଲେ କି ଏ ପରିବର୍ତ୍ତନ କେବେଠୁ? ଅଚାନକ ଆପଣ ପଶୁପ୍ରେମୀ କେମିତି ହୋଇଗଲେ? ସଙ୍ଗୀତା କହିଲେ କି କିଛି କଥା ପରେ ହୃଦୟଙ୍ଗମ ହୁଏ। କାହାର ଯିବା ପରେ କିଛି କଥା ମନେ ପଡ଼େ। ତେଣୁ ତମେ ମୋ ଜୀବନରୁ ଯିବା ପରେ ମୁଁ ସେ କଥା ବୁଝିପାରିଲି। ସୁରଜ ସଙ୍ଗୀତାଙ୍କ ଆଡ଼କୁ ଅନେଇଲେ। ସଙ୍ଗୀତାଙ୍କ ଆଖିରେ ଥିବା ଭଲ ପାଇବାକୁ ବି ବୁଝି ନେଇଥିଲେ। ସେଠୁ ସୁରଜ କହିଲେ କି ତମଠାରୁ ବିଚ୍ଛେଦ ପରେ ମୁଁ କେତେ ହସ୍ପିଟାଲରେ କାମ କରିଛି। ହେଲେ ମୋର ଏଇ ଗୁଣ ପାଇଁ ବେଶୀ ସମୟ ରହିପାରିନି। ଦିନେ ତମ ହସ୍ପିଟାଲର ବିଜ୍ଞାପନ ଦେଖିଲି ଆଉ ଆବେଦନ କରିଦେଇଥିଲି। ହେଲେ ଜାଣିନଥିଲି କି ସେଇଟା ତମ ହସ୍ପିଟାଲ ବୋଲି। ଆଉ ଇଣ୍ଟରଭ୍ୟୁରେ ଜାଣିବା ପରେ କେମିତି ତମ ପାଖରେ କାମ କରିପାରିଥାନ୍ତି? ସଙ୍ଗୀତା କହିଲେ କି ଅନ୍ୟମାନେ ସିନା ଜାଣିପାରିଲେନି, ହେଲେ ମୁଁ ତମକୁ ଜାଣିପାରିଛି, ତମକୁ ଚିହ୍ନି ପାରିଛି। ଟଙ୍କାର ପାହାଡ଼ ଉପରେ ବସି ମଣିଷତ୍ୱ ଭୁଲି ଯାଇ ମଣିଷ କେତେ ଦିନ ନିଜକୁ ଶାନ୍ତ ରଖିପାରେ? ସେମିତିରେ କେବେ ବି ନିଜକୁ ଶାନ୍ତି ମିଳେନି। ଏକଥା ବୁଝିପାରି ଯେବେ ମୁଁ ତମ ବାଟ ଆପଣେଇଲି, ଗରିବଙ୍କୁ ନିଜର କଲି, ଏ ମୂକ ପ୍ରାଣୀଙ୍କୁ ଭଲ ପାଇବା ଦେଲି, ସେତେବେଳେ ମୋତେ ପ୍ରକୃତ ଶାନ୍ତି ମିଳିଲା। କଥା କଥାରେ ସେମାନେ ଖାଇବା ସାରି ଦେଇଥିଲେ ଆଉ ସୁରଜ ବାହାରିଲେ ଘରକୁ ଫେରିବା ପାଇଁ। ସେତେବେଳେ ସଙ୍ଗୀତା ପଚାରିଲେ କି ଗୋଟେ କଥା କହିବି? ସୁରଜ ହଁ କଲେ। ସଙ୍ଗୀତା କହିଲେ କି ତମେ କାହିଁକି ଦ୍ୱିତୀୟ ବିବାହ କରିନ? ହସି ଦେଇ ସୁରଜ କହିଲେ ଏ ଗରିବର ବନ୍ଧୁକୁ କିଏ ବାହା ହେବ? ସାଙ୍ଗ ତ ବହୁତ ଅଛନ୍ତି, ହେଲେ କିଏ ବି ଜୀବନସାଥୀ ହେବାକୁ ଚାହିଁଲେନି। ପାଖରେ ବି ଗୋଟିଏ ଟଙ୍କା ରଖିନି ମୁଁ। ସଙ୍ଗୀତା କହିଲେ କି ଟଙ୍କା ନଥିଲେ କ'ଣ ହେଲା? ତମ ପାଖରେ ଗରିବଙ୍କର ଆଶୀର୍ବାଦ ଭରପୁର ଅଛି। ତମ ପରି ମଣିଷ ପାଇବା ସତରେ ବହୁତ କଷ୍ଟ। ଯେବେ ମୁଁ ତମ ପାଖରୁ ଅଲଗା ହେଲି, ତାପରେ ଯାଇ ଏକଥା ବୁଝିପାରିଲି। ଆଉ ହୃଦୟର ଗୋଟିଏ କୋଣ ଏବେ ଖାଲି ଅଛି। ତମ ପରି ହେବାକୁ ଚେଷ୍ଟା କରୁଛି, କିନ୍ତୁ ସେ ଖାଲି ଜାଗା ଏବେ ବି ଖାଲି ରହିଯାଇଛି। ସେଠୁ ସୁରଜ କହିଲେ କି ମୁଁ ଏବେ ବାହାରୁଛି। ଟିକେ ରୁହ ତ, ତମକୁ କିଛି କହିବାର ଅଛି। ସୁରଜ କହିଲେ କ'ଣ କହିବ? ସଙ୍ଗୀତା କହିଲେ କି କ'ଣ ଆମେ ଆଗ ପରି ଏକାଠି ହୋଇପାରିବାନି? ସୁରଜ କହିଲେ ନା, ଏବେ ମୋ ହୃଦୟ ଏକାଠି ରହିବା ପାଇଁ ଅନୁମତି ଦେବନି। ସଙ୍ଗୀତା କହିଲେ ମୁଁ ଏସବୁ ଛାଡ଼ିଦେବି, ଗରିବଙ୍କ ପାଇଁ ଦାନ କରିଦେବି, ସାଥିରେ କିଛି ବି ନେଇକି ଆସିବିନି। ସୁରଜ କହିଲେ କି ହସ୍ପିଟାଲ ଦାନ କରିଦେବା ଅପେକ୍ଷା ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଅ, ଏହାଠାରୁ ବଡ଼ ସେବା ଆଉ କିଛି ବି ନୁହେଁ। ସଙ୍ଗୀତା କହିଲେ ତମେ ଯାହା ବି କହିବ ମୁଁ ରାଜି ଅଛି, ବାସ୍ ମୋ ପାଖକୁ ଫେରିଆସ, ମୋର କେବଳ ତମେ ଦରକାର। ସେଠୁ ସୁରଜ କହିଲେ କି ନା, ଏବେ ଆଉ ସମ୍ଭବ ନୁହେଁ। ଏବେ ମୁଁ ଜଣକର ନୁହେଁ, ମୁଁ ସମସ୍ତଙ୍କର। ପୁରା ପୃଥିବୀ ମୋ ଘର ଆଉ ସମସ୍ତେ ମୋ ନିଜର। ଆଉ ହଁ, କାଲିଠୁ ମୁଁ ଆଉ ତମ ହସ୍ପିଟାଲ ଆସିବିନି, ତମେ ଆଉ କାହାକୁ ରଖିନିଅ। ପୁଣି ସୁରଜ ଆଉ କିଛି ବି ନ ଶୁଣି ଚାଲିଗଲେ। ଆଉ ଭିଜା ଆଖିରେ ସଙ୍ଗୀତା ସେମିତି ସୁରଜଙ୍କ ବାଟକୁ ଅନେଇ ରହିଥିଲେ। ଭାବୁଥିଲେ କି ବୋଧେ କିଛି ଲୋକ ଏମିତି ହୋଇଥାନ୍ତି ଯାହାକୁ ଥରେ ହଜେଇ ଦେଲେ ଆଉ ମିଳନ୍ତିନି। ତ କାହାଣୀଟି ଏତିକି ଥିଲା। କେମିତି ଲାଗିଲା ନିଶ୍ଚୟ କହିବେ।
ଗରିବଙ୍କ ପାଇଁ ନିଜକୁ ସମର୍ପଣ କରିଦେଇଥିବା ସୁରଜ ସଙ୍ଗୀତାକୁ ପୁଣି ଥରେ ଛାଡ଼ିଦେଇ ଠିକ୍ କଲେ କି ଭୁଲ କମେଣ୍ଟ ବକ୍ସରେ ଜଣାଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିଦେଇ ଆମ ଫେସବୁକ୍ ପେଜକୁ ଫଲୋ କରିବା ପାଇଁ ଜମା ବି ଭୁଲିବେନି। ଧନ୍ୟବାଦ।